ଅକ୍ଷୟ ତୃତୀୟା। ଏହି ଅକ୍ଷୟ ତୃତୀୟା ଠାରୁ ଏହି 5ଟି ରାଶିରେ ମିଳିବ ଅପାର ସଫଳତା, ମିଳିବ ସମସ୍ତ କର୍ମରେ ସଫଳତା। ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଠାରୁ ଭାଗ୍ୟଶାଳୀ ଏହି 5ଟି ରାଶିଗୁଡ଼ିକ ବିଷୟରେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ଅକ୍ଷୟ ତୃତୀୟା 2025। ଏହି ଅକ୍ଷୟ ତୃତୀୟା ଠାରୁ ଏହି 5ଟି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆପଣମାନେ ଦେଖିବାକୁ ପାଇବେ। ଯେଉଁ କାମ ଅଟକି ଯାଉଥିଲା, କାମ ସମ୍ପୂର୍ଣ୍ଣ ହୋଇପାରୁନଥିଲା, ସେ କାମ ନିହାତି ଭାବରେ ଆପଣଙ୍କର ସୁରୁଖୁରୁରେ ହୋଇଯିବ। ଆର୍ଥିକ ସମସ୍ୟାରେ ପଡ଼ୁଥିଲେ, ସେ ସମସ୍ୟାର ହେବ ସମାଧାନ। ତା ସହିତ ପ୍ରତ୍ୟେକ ବିବାଦର ମଧ୍ୟ ହେବ ସମାଧାନ। ତେବେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଦେଖିଲେ ଜାଣିପାରିବେ କେଉଁ 5ଟି ରାଶିର ଭାଗ୍ୟ ଏହି ଅକ୍ଷୟ ତୃତୀୟା ଠାରୁ ଚମକିବାକୁ ଯାଉଛି। ତେବେ ପ୍ରଥମରେ ବୃଷ ରାଶି। ଅକ୍ଷୟ ତୃତୀୟା ଠାରୁ ବୃଷ ରାଶିରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ ଠାରୁ ଆପଣଙ୍କର ଭଲ ସମୟ ଆରମ୍ଭ ହୋଇଯାଇଛି। ଅକ୍ଷୟ ତୃତୀୟା ଠାରୁ ଆପଣଙ୍କର ସବୁକିଛି ମଙ୍ଗଳ ହେବ, ସବୁକିଛି ଭଲ ହେବ। ଏ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ମିଳିବ ଅପାର ସଫଳତା। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ ମଧ୍ୟ ଶୁଭଫଳ ମିଳିବ। ଯେଉଁମାନେ ବେପାର କରୁଛନ୍ତି, କାରବାର କରୁଛନ୍ତି, ସେମାନେ ମଧ୍ୟ ଅଧିକରୁ ଅଧିକ ଲାଭବାନ ହେବେ। ସେହିପରି ଯେଉଁମାନେ ଚାକିରି କରୁଛନ୍ତି, ହୁଏତ ସେମାନଙ୍କୁ ପ୍ରମୋସନ୍ ମିଳିପାରେ, ନହେଲେ ସେମାନଙ୍କର ଦରମା ବୃଦ୍ଧି ହୋଇପାରେ, ନହେଲେ ଆପଣଙ୍କର ଯେଉଁଠି କାମ କରୁଛନ୍ତି ସେଠି ହୁଏତ ଆପଣଙ୍କୁ ମାନ ସମ୍ମାନ ମିଳିପାରେ। ଖାସ୍ କରିକି ବୃଷ ରାଶିରେ ଆପଣମାନେ କର୍ମକ୍ଷେତ୍ରରେ ନିହାତି ଭାବରେ ଆପଣଙ୍କୁ ପ୍ରଶଂସା ମିଳିବ। ତା ସହିତ ଆପଣଙ୍କୁ ଧନ ଲାଭ ମଧ୍ୟ ହେବ। ଏହି ସମୟରେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିବ, ଇନକମ୍ ଭଲ ହେବ। ଆଉ ଯଦି ଆପଣମାନେ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିପାରିଲେ, ତାହେଲେ ନିହାତି ଭାବରେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିବ ଆଉ ଆପଣଙ୍କର ମଙ୍ଗଳ ହିଁ ହେବ। ଏବେ ପରବର୍ତ୍ତୀ ରାଶି ହେଉଛି କର୍କଟ ରାଶି। କର୍କଟ ରାଶିର ଭାଗ୍ୟ ମଧ୍ୟ ଅକ୍ଷୟ ତୃତୀୟା ଠାରୁ ଉଦୟ ହେବାକୁ ଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ମିଳିବ ଅପାର ସଫଳତା। ପ୍ରତ୍ୟେକ କର୍ମକ୍ଷେତ୍ରରେ ଆପଣଙ୍କର ଜୟଯୁକ୍ତ ହେବ। ଆପଣଙ୍କର ଯେଉଁ କାମ ଅଟକିକି ଥିଲା, ଯେଉଁ କାମ ବିଗିଡ଼ି ଯାଇଥିଲା, ସେ କାମରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ, ଆଗକୁ ଶୁଭ ହେବ, ମଙ୍ଗଳ ହେବ ଆପଣଙ୍କର। ଦେଖିବେ ଅକ୍ଷୟ ତୃତୀୟା ପରଠାରୁ ନୂଆ ନୂଆ ଆପଣଙ୍କୁ ରାସ୍ତା ଦେଖାଯିବ। ରୋଜଗାର ପାଇଁ ନୂଆ ନୂଆ ଦିଗ ସବୁ ଆପଣଙ୍କୁ ଦେଖାଯିବ। ନିଜର ଇନକମ୍ ବଢ଼ାଇବା ପାଇଁ ଆପଣମାନେ ନୂଆ ନୂଆ ରାସ୍ତା, ନୂଆ ନୂଆ ପନ୍ଥା ସବୁ ଆପଣେଇବେ। ଯେଉଁମାନେ ମନ ଲାଖି ଚାକିରିଟିଏ ପାଇବା ପାଇଁ ବା ସୁଯୋଗ ଅପେକ୍ଷାରେ ଅଛନ୍ତି, ସେମାନଙ୍କର ଏଇ ମନସ୍କାମନାଟି ବା ଏ ଅଭିଳାଷଟି ପୂରଣ ହୋଇପାରେ। ତେବେ ଏ ସମୟରେ ଯେକୌଣସି ସୂତ୍ରରୁ, ଯେକୌଣସି ମାଧ୍ୟମରେ ଆପଣଙ୍କୁ ଧନ ଲାଭ ମଧ୍ୟ ହୋଇପାରେ। ତେବେ କର୍କଟ ରାଶିର ପ୍ରତ୍ୟେକ ବ୍ୟକ୍ତିମାନେ ଆପଣମାନେ ନିଜର ବାକ୍ ସଂଯମତା ରକ୍ଷା କରନ୍ତୁ। ନିଜର ବଚନରେ, ଭାଷାରେ ମଧୁରତା ଆଣନ୍ତୁ। ପରବର୍ତ୍ତୀ ରାଶି ତୁଳା ରାଶି। ଅକ୍ଷୟ ତୃତୀୟା ପରଠାରୁ ତୁଳା ରାଶିର ଭାଗ୍ୟ ମଧ୍ୟ ଚମକିବ। ଖାସ୍ କରିକି ବିଶେଷ ଭାବରେ ଆପଣଙ୍କୁ ଧନ ଲାଭ ହେବ। ବିଭିନ୍ନ ଦିଗରୁ ଆପଣଙ୍କୁ ଧନ ଲାଭ ହେବ। ଯଦି କେଉଁ ଜାଗାରେ ଆପଣଙ୍କର ଟଙ୍କା ଫସିକି ଥିଲା, ସେ ଟଙ୍କା ଆପଣଙ୍କୁ ପ୍ରାପ୍ତ ହୋଇପାରେ। ପୈତୃକ ସମ୍ପତ୍ତି ମିଳିପାରେ, କୌଣସି ଭୂ ସମ୍ପତ୍ତି ମିଳିପାରେ, କୌଣସି ଭୂମିଗତ ସମ୍ପତ୍ତି ଆପଣଙ୍କୁ ମିଳିପାରେ। କିଛି ଗୋଟେ ବଡ଼ ଧରଣର ବିଜନେସ୍ କରିବା ପାଇଁ ଚାହୁଁଛନ୍ତି, ଲୋନ୍ ଆପ୍ଲାଏ କରିଥିଲେ, ଅଟକିକି ଥିଲା, ହୋଇପାରୁନଥିଲା। ତେଣୁ ଏହି ସମୟରେ ଆପଣଙ୍କର ଯାହା ବି ଆର୍ଥିକ ସଙ୍କଟ, ଆର୍ଥିକ ସମସ୍ୟା ଯାହା ଥିଲା, ସେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଟଙ୍କା ରୋଜଗାର କରିବାର ନୂଆ ନୂଆ ସୋର୍ସ ଆପଣଙ୍କର ଜେନେରେଟ୍ ହେବ। ଏ ସମୟରେ ଆପଣଙ୍କର ଦେହ ବି ଭଲ ରହିବ। ତେଣୁ ଗୋଟେ ସୁଖପୂର୍ଣ୍ଣ ଜୀବନ ଆପଣମାନେ ଉପଭୋଗ କରିବେ। ଏହି ସମୟରେ ମଧ୍ୟ ଏମିତି ହୋଇପାରେ ଆପଣମାନେ ନୂଆ ଗାଡ଼ି କିଣିପାରନ୍ତି, ନୂଆ ଘର କିଣିପାରନ୍ତି, କିଛି ନା କିଛି ପ୍ରପର୍ଟି ଆପଣମାନେ ଏହି ସମୟରେ ହୁଏତ କିଣିପାରନ୍ତି। ପରବର୍ତ୍ତୀ ରାଶି ମକର ରାଶି। ମକର ରାଶିର ଭାଗ୍ୟ ମଧ୍ୟ ଏଇ ଅକ୍ଷୟ ତୃତୀୟା ଠାରୁ ଚମକିବ। ମକର ରାଶିର ମଧ୍ୟ ଆର୍ଥିକ ଉନ୍ନତି ଦେଖାଦେବ। ଖୁବ୍ ଶୀଘ୍ର ଆପଣଙ୍କ ରାଶିରେ ଆପଣମାନେ ଖାସ୍ କରିକି ଟଙ୍କା ପଇସା ସମସ୍ୟାରୁ ଆପଣମାନେ ମୁକ୍ତି ପାଇବେ। ଅକ୍ଷୟ ତୃତୀୟା ପରଠାରୁ ମା ଲକ୍ଷ୍ମୀଙ୍କର ବିଶେଷ ଭାବରେ ଆପଣଙ୍କୁ କୃପା ପ୍ରାପ୍ତ ହେବ, କଲ୍ୟାଣ ପ୍ରାପ୍ତି ହେବ। ତା ସହିତ ଶନିଦେବ ମଧ୍ୟ ଆପଣଙ୍କୁ ଶୁଭଫଳ ଯେହେତୁ ପ୍ରଦାନ କରୁଛନ୍ତି, ତେଣୁ ଆପଣଙ୍କର ମଙ୍ଗଳ ହେବ। କିଛି ଗୋଟେ ନୂଆ ଇନକମ୍ର ପନ୍ଥା ଆପଣମାନେ ଆପଣେଇ ପାରନ୍ତି, ନୂଆ ବିଜନେସ୍ ଷ୍ଟାର୍ଟ କରିପାରନ୍ତି, ନୂଆ ଦୋକାନ କରିପାରନ୍ତି, ଯାହାଦ୍ୱାରା ଆପଣଙ୍କୁ ଭଲ ଲାଭ ମିଳିବ। କୁମ୍ଭ ରାଶିରେ ବର୍ତ୍ତମାନ ଶନିଙ୍କର 7.5ର ପ୍ରକୋପ ଜାରି ରହିଛି, କିନ୍ତୁ ତଥାପି ଆପଣଙ୍କର ଏଇ ଯେଉଁ ଅକ୍ଷୟ ତୃତୀୟା ପରଠାରୁ ଭଲ ହେବ, ଶୁଭ ହେବ। ଧରି ନିଅନ୍ତୁ ଏ ଅକ୍ଷୟ ତୃତୀୟା ଠାରୁ ଆପଣମାନେ ଗୋଟେ ନୂଆ
टाइप रे निजर लाइफ को आरंभ करेंगे। धरी नियंतु जे अक्षय तृतीया परठारू आपण माने जेमिति गोटे नुआ लाइफ आरंभ करेंगे, किसी गोटे नुआ प्रोजेक्ट आरंभ करने को चाहूँगी करंतु, शुभ हम मंगल हम। नुआ बिजनेस स्टार्ट करने को चाहूँगी करंतु, भल हम। अक्षय तृतीया परठारू खास करके आपणकर इनकम रे वृद्धि हम, धन आपणकर बढ़िबो, चाकरी रे प्रमोशन मिलिबो, अटके थिबा टंका आपनकु मिल पारे। तबे एई समय रे आपण माने निजर खर्च उपरे खास करके नियंत्रण रखंतु, जाद्वारा कि आपणकर मंगल हम, कल्याण हम। तबे आशा करुछि आजिकार भिडियोटी आपण मानकु निश्चय भल लागिथिबो। जदि भिडियो भल लागि थाए ताले भिडियो को लाइक करिवे, शेयर करिवे, चैनल को सब्सक्राइब करिवे। रहिली, जय जगन्नाथ।